ଆଉ ଆଳୁ ବିଲାତି ଅଛି, ବାଇଗଣ ବି ଅଛି, ପୁରା ମିକ୍ସଟା ହବ ନାଇଁ କି? ହଁ ବଡ଼ି ପକେଇବି। ବଡ଼ି ବି ଦବୁ? ତ ଯେମିତି କି ବୋଉ ଆମର କହିଲା ବିନା ତେଲରେ ରୋଷେଇଟା କରିବ। ତ ଆଜି ଭିଡ଼ିଓଟା ପୁରା ସ୍ପେଶିଆଲ ହବ, କାହିଁକି ନା ଆଜି ଗୋଟେ ହବ ପୁରା ମିକ୍ସ ତରକାରୀ, ମାନେ ସବୁ କଥା ପଡ଼ିବ। ବୋଉ ତାକୁ ରୋଷେଇ କରୁଛି। ଏବେ ତ ଜାଣିଥିବେ ଖରା ଭୀଷଣ ହେଉଛି, ତ ସେଥିପାଇଁ ଟିକେ ଆଇଁଷ ଉପରେ ଏତେ ଧ୍ୟାନ ଦିଆ ହେଉନି। ମାନେ ଆମର ତ ହେଉଛି ଆଜବେଷ୍ଟ ଘରଟା, ତ ତାପରେ ଗରମ ହେଉଛି ନା, ତ ଦିନ ବେଳେ ଶୋଇ ହେଉନି, ପେଟ ପୁରା ଖରାପ ହେଇଯାଉଛି। ଆଉ ଆଇଁଷ ଉପରକୁ ଏତେ ଯିବାନି, ତ ଏବେ ସାଧା ଉପରେ ଟିକେ ମାଡ଼ଟା ହବ। ଆମ ଗାଁ ଗହଳି ଲୋକମାନେ ମାନେ ସେଇଟାକୁ ବହୁତ ଭଲସେ ରୋଷେଇ କରନ୍ତି। ତ ବୋଉ ଆମର ଛୁଇଁ ପକେଇବ, ଭେଣ୍ଡି ପକେଇବ, ମୁଁ ଆପଣଙ୍କୁ ଦେଖେଇବି ଏବେ କ'ଣ ପକଉଛି, କେମିତି କ'ଣ ରୋଷେଇ କରୁଛି। ତ ଏପଟେ ବୋଉ ଆମର ଦେଖନ୍ତୁ ଛୁଇଁ, ଏବେ କାଟୁଛି ଭେଣ୍ଡି, ଆଉ ଆଳୁ ବିଲାତି ଅଛି, ବାଇଗଣ ବି ଅଛି, ପୁରା ମିକ୍ସଟା ହବ ନାଇଁ କି? ହଁ ବଡ଼ି ପକେଇବି। ବଡ଼ି ବି ଦବୁ? ତ ଯେମିତିକି ବୋଉ କହିଲା ସେଇଠି ବଡ଼ି ପକେଇବ। ବୋଉ ସେଇଟା ନିଜେ ବନେଇଥିଲା, ଆପଣ ତ ଜାଣିଥିବେ ଫେମସ୍ ହେଉଛି ଆମର କେନ୍ଦୁଝର ବଡ଼ି। ତ ସେଇଭଳିଆ ମାନେ ପୁରା ସ୍ପେଶିଆଲ କିନା ବନେଇଛି। ତ କଖାରୁ ତ ଦେଇକି ବଡ଼ି କରନ୍ତି, ଖାଆନ୍ତି, ତ ସେଟାରେ କଖାରୁ ପଡ଼ିନାହିଁ, ତ ମଣ୍ଡା ଦେଇକି ତାକୁ ବନା ହେଇଛି। ଯଦି ଦେଖିନାହାନ୍ତି ପୁରା ଡିଟେଲରେ ମୁଁ ବତେଇଛି, ଯଦି ଦେଖିନାହାନ୍ତି ଆପଣ ଯାଇକି ଦେଖିନେବେ। ଆଳୁ ଗୋଟେ ଦେବୁ? ବାଇଗଣଟା ଭଲ ଅଛି ନା? ଭଲ ଅଛି, ପୁରା କଅଁଳିଆ ବାଇଗଣଟା। ଯେମିତି ମୋ ତ ଏଇ ଚ୍ୟାନେଲରେ ଏବେ ବର୍ଷେ ପୂରିଯିବ, ତ ମନିଟାଇଜ୍ ଏପର୍ଯ୍ୟନ୍ତ ହେଇନି। ମୋର ୱାଚ୍ ଟାଇମ୍ ମାନେ ହେଇଯାଇଛି, କିନ୍ତୁ ସବସ୍କ୍ରାଇବର ହେଇନି। ମାନେ 500 ସବସ୍କ୍ରାଇବର ହେଇଗଲେଣି, ତ ମୁଁ ଚାହିଁଲେ ବି ମନିଟାଇଜ୍ କରିପାରିବି, କିନ୍ତୁ ମୁଁ ଚାହୁଁଛି ଯେ 1000 ସବସ୍କ୍ରାଇବର ହେଲେ ମନିଟାଇଜ୍ କରିବି। ବହୁତ ସାରା ଅଛନ୍ତି ଭାଇମାନେ, ସେମାନେ ଦେଖୁଛନ୍ତି କିନ୍ତୁ ସବସ୍କ୍ରାଇବ୍ କରୁନାହାନ୍ତି। ମୁଁ କହିବି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସବସ୍କ୍ରାଇବ୍ କଲେ କ'ଣ କି ଗୋଟେ ମୋଟିଭେସନ୍ ମିଳିବ ଆମକୁ, ହେଲା। ଆପଣ ବହୁତ ସାରା ଭଲ ପାଇବା ଦଉଛନ୍ତି ବୋଲି ଆମେ ସେଇଟା ଜାଣିପାରିବୁ। ତ ଦେଖନ୍ତୁ ବୋଉ ଏବେ ସୋରିଷ ତେଲ ପକେଇ ଦେଇଛି, ହାଲକା ତେଲ ବି ଦେଇଛି, ବେଶୀ ଦେଇନାହିଁ ନା, ଏବେ ଖରା ଦିନଟା ଯେହେତୁ, ତ ଏବେ ପକେଇବ ବୋଉ ଆମର ମଣ୍ଡା ବଡ଼ି। ଅମୃତଭଣ୍ଡାରେ ବନା ହେଇଛି ବଡ଼ିଟା, ସେଥିପାଇଁ ଟିକେ ଲାଲ ପଡ଼ିଯାଇଛି। ଦେଖନ୍ତୁ ଖାଇତେ କିନ୍ତୁ ବଢ଼ିଆ ଲାଗୁଛି। ଏଇଟା ହାଲକା ଭାଜିକି ଖୋଲିଦେବା ନା? ଏବେ ବୋଉ କ'ଣ ଭେଣ୍ଡିଟା ପକେଇବା? ସାଉଣ୍ଡ କେଡ଼େ ଜୋର ହଉଛି ଲୋ। ତ ଭେଣ୍ଡିଟା ବୋଉ କ'ଣ ଆଗେ ଭାଜିଲୁ? ତା ନାଳୁଆ ଅଂଶଟା ମରିବ। ହେଇଗଲା ନା ନାଇଁ? ହେଇନି? କେମିତି ଜାଣିବୁ ଯେ? ଓହୋ, କଲର୍ ରହୁନି କି? ବାସ୍ନାଟା କିନ୍ତୁ ବହୁତ ବଢ଼ିଆ ହେଲାଣି। ଏବେ ଖୋଲିଦେବୁ। ଏପଟେ ବଡ଼ି ହେଇଗଲା, ଭେଣ୍ଡି ହେଇଗଲା। ୟା ପରେ ବୋଉ କ'ଣ କରୁଛି ଆପଣ ଆଗକୁ ଦେଖନ୍ତୁ। କମ୍ ତେଲ ଦେବୁ, କମ୍ ତେଲ, ସେତିକି ଥାଉ। ବୋଉ ବିନା ତେଲରେ ରୋଷେଇ କରି ହବନି କିଲୋ? ହବ। କରିବା ଦିନେ କ'ଣ ରୋଷେଇ କରିବାକୁ? ନିରାମିଷ ହବ। ଆଇଁଷ ହବନି? ନିରାମିଷ ଦିନ କରିବୁ ତ କ'ଣ କରିବା, ହେଲା। ତ ଯେମିତିକି ବୋଉ ଆମର କହିଲା ବିନା ତେଲରେ ରୋଷେଇଟା କରିବ, ତ ଗୋଟେ ସ୍ପେଶିଆଲ ହବ ଆଗକୁ। ତ ମୁଁ ଆପଣଙ୍କୁ ଯେହେତୁ କହିଛି ବୋଉ ଆମର ବିନା ତେଲରେ ରୋଷେଇ କରିବ, ତ ନିଶ୍ଚୟ ଗୋଟେ ବିନା ତେଲରେ ରୋଷେଇ କରିକି ଆପଣଙ୍କୁ ଦେଖେଇବି। ପିଆଜ ଏବେ ନାଲି ପଡ଼ିଗଲାଣି, ଏବେ ପଡ଼ିବ ବେସରଟା।
ବାବା କ'ଣ ବାସନା ହେଉଛି ଲୋ। ସେଟା କ'ଣ ଦେବା ହଳଦୀ? ଆଉ କ'ଣ ଦେବୁ ଲୋ? ଜିରା ଅଦା ବଟା ହେଇକି ଆଗେ ଦେଇଦେଲୁ। ଏବେ ପଡ଼ିବ ଆଉ ଟିକେ ପାଣି। ମସଲାଟାକୁ ଯେମିତି କଷିବେ ସେ ଟେଷ୍ଟଟା ପୁରା ଦେବ। ମୋବାଇଲ ପୁରା ଗରମ ହେଇଯାଉଛି। ସେଇଠି ତେଲର କଷି ହେଇଯିବ ନା। ସେ ଫଟେଇକି ଦେଲେ କ'ଣ ବାଇଗଣ ଟିକେ ସିଝିବନି, କାଙ୍କ ସିଝିବ ଆମ୍ବିଳାଟା। ତାକୁ ପରେ ଫଟେଇ ଦେଇକି ଫୁଟିଲା ବେଳକୁ ତାକୁ A few moments later. ତ ବୋଉ ଏବେ ଢାଙ୍କୁଣୀଟା ଖୋଲି ଦେଇଛି। ଦେଖନ୍ତୁ ବାସ୍ନାଟା ଯୋଉ ଆସୁଛି। ଗରମ ଭାତ କରାହେଇଛି। ପଖାଳ କଲୁ ନେଇ ଲୋ। ଗରମ କରୁଛି ଯୋଉ ଗରମ ହଉଛି। ଆଉ ଏଇଟା କେତେବେଳେ ପକେଇବା? ପଥରେ ତ ବୋଉ ବିଲାତିଟାକୁ ଫଟେଇକି ଏବେ ଦେଇଦେଇଛି। ତାପରେ ଏବେ ପଡ଼ିଯିବ ଆମର ଭେଣ୍ଡି, ତା ସହିତ ବଡ଼ି। ଦେଖନ୍ତୁ ପୁରା ସ୍ପେଶିଆଲ କଲର୍ଟା ଦେଖନ୍ତୁ କେମିତି ଦେଖାଯାଉଛି। ପଖାଳ ଭାତ କରିଥିଲେ କିନ୍ତୁ ବହୁ ଭଲ ହେଇଥାନ୍ତା। ତୁ ଯଦି ଖାଇବୁ ପଖାଳ, ମୁଁ ଏଇ ସଜ ପଖାଳ ଖାଇବିନି, ପୁରା ବାସିଆ ପଖାଳ ଖାଇଥାନ୍ତି ନା। ବୋଉର ସବୁ କାମ ସରିଯାଇଛି। ତ ମୁଁ ଖାଲି ଗାଧେଇବାର ବାକି ଅଛି। ବାପା ସେପଟେ ଟିକେ କାମ ଅଛି ତାଙ୍କର ନା, ତ ସିଏ ଗାଧେଇନେ ଆମେ ସାଙ୍ଗରେ ଖାଇବୁ। ଆଉ ହାଲିଆଡ଼େ ସେଇ ଅଧଘଣ୍ଟେ ଭଳିଆ ବାପାଙ୍କର ଲେଟ୍ ହେବ। ତ ଗାଧେଇବୁ, ସାଙ୍ଗରେ ଖାଇବୁ, ଖାଇକି ବତେଇବୁ କେମିତି କ'ଣ ଟେଷ୍ଟ ହେଇଛି। ମାନେ ବାସ୍ନାଟା ଯାହା ଆସୁଛି, ମାନେ ମୁଁ ପୁରା 100% ସିଓର ହେଇସାରିଲିଣି ବହୁତ ବଢ଼ିଆ ଟେଷ୍ଟ ହେବ ହେଇଥିବ ବୋଲି। ତ ଭିଡ଼ିଓକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓକୁ ବହୁତ ସାରା ସେୟାର ମଧ୍ୟ କରନ୍ତୁ। ପତଳା ପତଳା ଝୋଳଟା ଅଛି ନା, ସେଇଭଳିଆ ତ ଦରକାର। ଆଉ କ'ଣ ସୋରିଷ ବାଟଣ ଦେଇଥିଲେ ବଳି ଯାଇଥାନ୍ତା। ଖାଲି ଜିରା ରସୁଣ ଅଦା ପେଷ୍ଟ ହେଇଛି। A few moments later. ତ ଏପଟେ ଆସିଗଲା ଗରମ ଗରମ ଭାତ, ତା ସାଙ୍ଗକୁ ଆସିଗଲା ଆମର ସ୍ପେଶିଆଲ ତରକାରୀ। ଦେଖନ୍ତୁ ବଡ଼ି ପଡ଼ିଛି, ଭେଣ୍ଡି, ଛୁଇଁ, ଆଳୁ, ବାଇଗଣ। ଆଉ କ'ଣ ଦରକାର କୁହ? ଖରାଦିନ ପାଇଁ ପୁରା ସ୍ପେଶିଆଲ। ଏଇଟା ଯାଉଛି ଆମର ଚିକୁ ପାଇଁ। ଚିକୁକୁ ଗୋଟେ ବାଇଗଣ ଦେଇଦେବା। ତ ବାସ୍ନାଟା ଯେଉଁ ଭଳିଆ ହେଉଛି କ'ଣ କହିବି। ଆପଣ ତ ଜାଣିଥିବେ ମୋର ଛୁଇଁଟା ହେଉଛି ଫେଭରାଇଟ୍। ଛୁଇଁଟା ଏତେ ମିଠା ଅଛି। ଏଇଟା ହେଉଛି ଭେଣ୍ଡି। ଖାଲି ଆଳୁଟା ଦଳି ଦେବେ। ଗରମ ଟିକେ ଜୋର ହେଇଛି ନା। ଏଇଟା ହେଉଛି ଆମର ଫେମସ୍ ବଡ଼ି କେଉଁଝରର। ଏଇଟା ପୁଣି ଅମୃତଭଣ୍ଡାରେ ବନା ହେଇଥିଲା। ମସଲା ଦେଇଥିଲା, ଆଉ ଜିରା ଦେଇଥିଲା। ମାନେ ଏତେ ସୁନ୍ଦର କରିଥିଲା ବୋଉ। ଯଦି ଦେଖିନାହାନ୍ତି ଯାଇକି ଦେଖିନାହାନ୍ତି। ଛୁଇଁଟାକୁ ଫଟେଇ ଦେବେ ହେଲା। ଫଟେଇ ଦେଇକି ତାକୁ ଏଇଭଳିଆ ବୁଡ଼େଇ ଦେବେ। ଆଉ ତାପରେ ଯେଉଁ ଚୁମି ଖାଇବେ ଏଇଭଳିଆ। ଏଇଟା ଗୋଟେ ଥାଏ ଲୋ ବାଗ ଯୋଗୁଁ ବଢ଼ିଆ ନାଗୁଛି।
आज तोर मनटा भल अच्छी बोली तरकारीटा भी बढ़िया है। तो देखो आमर ढागुआ है ना घरटा तापर बापा आमर यहाँ डोस्किन टाक पूरा उदा कर देखो एपटे पानी है तो भितर ऊपर फैन देदेवे तापर एपटे स्टैंड फैन देदेवे ओह पूरा ठंडा लगे आ लाइन जदि कटिला तो सैला हाँ कौन कहलु विक्रम लाइट कटिगले घड़घड़ी पके काली बाहर की कुआड़े गलु आंब गछ मूलू तो एपटे बहुत दलुची तार लंका सहित लेंबू ता सहित पियाज ओह देबो आमको टिके लेंबू ते हाँ एटा बापांकर बापा कौन करछन्ती किलो पैंट पिंधुछन्ती आ सबू भूली जीव ता आगे आज गोटे पाग हो जाए तरकारीटा से उठी आसो बाजियो ओह ये नुआ ना फलता देखिए गला मासरे जो होइतिला नै ना तो आशा करछि आजर वीडियोटा को बहुत सारा भल पाइबा देबे तो वीडियो को लाइक करी चैनल को सब्सक्राइब कर देबे।